करुणामयी माँ परम प्रभु श्री अरविंद ऑनलाइन श्री अरविंद पाठचक्र रे योगदान करथिबा मोर सम्माननीय अपा भाई माने आजिर संचालिका श्रद्धेया अरुश्री विषयटी रही यथार्थ सत्ता और यथार्थ चेतना। यथार्थ सत्ता ताकू इंग्राजी रे कहा जाउछि द ट्रू बीइंग। यथार्थ चेतना को कहा जाउछि द ट्रू कॉन्शियसनेस। यही जो जगत रे असंख्य सत्ता रही एवं से सत्ता भितरे चेतना कार्य करुछि। चेतना द्वारा कार्य हुए। चेतना को जेतेबेले बा कॉन्शियसनेस को जेतेबेले आमे बुझिबा को चेष्टा करंती ता संज्ञा निरूपण करंती सेतिकी बेले दुईटी शब्द उपरे श्रीमा श्री अरविंद आमको कहते। गोटे होची अवेयरनेस आ गोटे होची विल। अवेयरनेस कहले सज्ञानता जाकू आमे भितरे अति गभीर रे बुझी थांती, आम हृदय भितरे बुझी थांती। आम भितरे जो अंतर चेतना रही तारी द्वारा बुझी थांती ता होची अवेयरनेस बा सज्ञानता। आजिकली आमे सबु विषय रे सज्ञानता बढ़ेवा को चेष्टा करछंती। अवेयरनेस प्रोग्राम मान सब करा जाउछि, किंतु ए जो अवेयरनेस कथाटी उठुची चेतना संपर्क रे ता होची आम भितरे जो हृदय अछि, जो आलोकित मनटीए आम भितरे अछि, बुद्धिटीए अछि, तार ता भितरु गोटे गोटे जिनिस को सूक्ष्म भाव रे उपलब्धि माध्यम रे अनुभव करिवा ताकू ही कहा जाउची अवेयरनेस। एवं द्वितीयटी होची विल। विल कहले इच्छा शक्ति। जहा किछि भल जहा किछि मंद ता सुस्पष्ट हो जाए अवेयरनेस द्वारा। एई कथाटी मंद एई कथाटी भल आमे जानी पारंती भल भावरे। जेतेबेले जानी पारंती मंदटी को दूर करने को हेबो, भलटी को ग्रहण करने को हेबो, मंदटी को शून्य आड़ को नवा को पड़िबो एवं भलटी को ऊपर को उठे नवा को हेबो। तेणु एठी जो सचेतनता द्वारा गोटे इच्छा शक्तिर प्रयोग आवश्यक। मु आउ मिछ कहबी नाही, एई भली गोटे विल पावर जदि अणा जाए एवं मां को प्रार्थना करा जाए सेते बेले एई आम मनुष्यर भितरे थिबा दुर्बल इच्छा शक्ति आस्ते आस्ते मांकर इच्छा शक्ति को धारण करे एवं ताहा आम भितरे क्रिया करे। किंतु आरंभ करने पड़ो आम भितरु
ଇଚ୍ଛାଟିଏ ରଖିବାକୁ ପଡିବ, ସଂକଳ୍ପଟିଏ ରଖିବାକୁ ପଡିବ, ତାହେଲେ ଯାଇକି ସେ ପରିବର୍ତ୍ତନ ଆସିବ ଏବଂ ସେ ପରିବର୍ତ୍ତନଟି ଆସିବ ମାଙ୍କ ଶକ୍ତିରେ। ତେଣୁ ଏଇ ଦୁଇଟି, ଗୋଟିଏ ହଉଛି ଆୱେରନେସ୍ ଆଉ ଗୋଟିଏ ହଉଛି ୱିଲ୍ ଟୁ ଚେଞ୍ଜ, ଏଇ ଦୁଇଟି ଯାକୁ ଆମେ ମିଶେଇ ଦେଲେ ତାହା ହବ ଚେତନା, ତାହା ହବ କନସିୟସନେସ୍। ଯୋଉମାନେ ଏ କାର୍ଯ୍ୟ କରିପାରୁଛନ୍ତି ସେମାନେ ଚେତନାରେ ଊର୍ଦ୍ଧ୍ୱକୁ ଯାଉଛନ୍ତି। ଜଣେ ଜଣେ ଚେତନାରେ ଜାଣିପାରୁଥିବେ, ଆୱେରନେସ୍ ତାଙ୍କର ଥିବ, ଏଇଟା ଖରାପ ଏଇଟା ଭଲ, ଏକଥା ସେ ଭଲ ଭାବରେ ଜାଣିଥିବେ, ବଟ୍ ଦେ ଆର୍ ନଟ୍ କାପାବୁଲ ଏନଫ୍ ଟୁ ଚେଞ୍ଜ ଇଟ୍। ସେମାନଙ୍କ ଭିତରେ ଗୋଟିଏ ସକ୍ଷମତା ନଥାଏ ତାକୁ ପରିବର୍ତ୍ତନ କରିବା ପାଇଁ। ତେଣୁ ଆୱେରନେସ୍ ଅଛି, ୱିଲ୍ ପାୱାରଟି ଦୁର୍ବଳ, ତାକୁ ଆମେ କହିପାରିବାନି ସେଠାରେ ସଚେତନତା ରହିଛି ବୋଲି। ତେଣୁ ଯେତେବେଳେ ଯୋଗ କଥା ଉଠୁଛି, ଶ୍ରୀମା ଶ୍ରୀ ଅରବିନ୍ଦଙ୍କର ଟ୍ରାନ୍ସଫର୍ମିଂ ଫୋର୍ସ ଯେତେବେଳେ କ୍ରିୟା କରିବାର କଥା ଉଠୁଛି, ଭବିଷ୍ୟତର ରୂପାନ୍ତର ଜଗତ କଥା ଯେତେବେଳେ ଉଠୁଛି, ସେତେବେଳେ ଏଇ ଆୱେରନେସ୍ ଯେମିତି ଷ୍ଟ୍ରଙ୍ଗ ହବ, ସେଇଭଳି ୱିଲ୍ ପାୱାରଟି ମଧ୍ୟ ମଣିଷ ଭିତରେ ଆସ୍ତେ ଆସ୍ତେ ଭଗବତ ଅଭିମୁଖୀ ହବ, ମାଙ୍କ ଇଚ୍ଛା ଶକ୍ତିକୁ ରିଫ୍ଲେକ୍ଟ କରିବ, ପ୍ରକାଶ କରିବ, ତାଙ୍କ ଯନ୍ତ୍ର ହବ, ଲେଟ୍ ଦାଇ ୱିଲ୍ ବି ଡନ୍। ତେଣୁ ଏଇ ସବୁ ମିଶିଲେ ଏଇ ହଉଛି କନସିୟସନେସ୍। ଏଇ ବିଷୟରେ ସାଧନାର ଚାବିକାଠି ହେଲା ଏଇ କନସିୟସନେସ୍। ଉପନିଷଦରେ ବି କୁହାଯାଇଛି, ଭଗବାନ କହିଛନ୍ତି କନସିୟସନେସ୍ ଇଜ ମାଇ ଫୁଡ। ଯାହା କିଛି ମୁଁ କରୁଛି, ଯୋଉ ଶକ୍ତିରେ ମୁଁ କରୁଛି, ତା ପଶ୍ଚାତରେ ରହିଛି କନସିୟସନେସ୍। ତେଣୁ ଯେତେବେଳେ ଯଥାର୍ଥ ଚେତନା କଥା ଉଠୁଛି, ଟ୍ରୁ କନସିୟସନେସ୍ କଥା ଉଠୁଛି, ତାହା ନିଶ୍ଚିତ ଭାବରେ ଚୈତ୍ୟ ଏବଂ ଆଧ୍ୟାତ୍ମିକ, ସାଇକିକ୍ ଆଣ୍ଡ ସ୍ପିରିଚୁଆଲ କନସିୟସନେସ୍ କୁ ବୁଝାଉଛି। ଆଉ ଗୋଟିଏ ରହିଲା ଯଥାର୍ଥ ସତ୍ତା। ବହୁ ସତ୍ତା ଏ ଜଗତ ଭିତରେ ଅଛି। ଦିବ୍ୟ ପରମ ସତ୍ତାଙ୍କ ବିଷୟରେ ଆମେ ପଢନ୍ତି, ପରମେଶ୍ୱରଙ୍କ ବିଷୟରେ ପଢନ୍ତି। ସେ ହେଲେ ଦିବ୍ୟ ପରମ ସତ୍ତା, ଯିଏକି ସକଳ ଚେତନାକୁ ଧାରଣ କରିଛନ୍ତି, ତାଙ୍କ ଦିବ୍ୟ ଶକ୍ତି ଦ୍ୱାରା ଜଗତକୁ ସୃଷ୍ଟି କରିଛନ୍ତି, ନିର୍ମାଣ କରିଛନ୍ତି ଏବଂ ତାଙ୍କରି ସଂକଳ୍ପରେ ଏକ ନୂତନ ସୁନ୍ଦର ରୂପାନ୍ତରିତ ଜଗତ ଆଗକୁ ରୂପ ନେବ ବୋଲି ଏ ପ୍ରକାର ସମୟଟି ଏ ପୃଥିବୀ ପୃଷ୍ଠକୁ ମଧ୍ୟ ଆସିଯାଇଛି। ତେଣୁ ଯଥାର୍ଥ ସତ୍ତା କହିଲେ ଆମେ କ'ଣ ବୁଝିବା? ଏଇଆ ବୁଝିବା ଯେ ଯଥାର୍ଥ ସତ୍ତା କହିଲେ ସମସ୍ତଙ୍କୁ ବୁଝା ଯାଉନାହିଁ, ତାହା ବୁଝାଉଛି ଯେ ହେଲେ ଦିବ୍ୟ ସତ୍ତା, ଯେ ହେଲେ ସତ୍ୟ ସତ୍ତା, ଯେ କେହି ଏକ ଏବଂ ସାଧନାରେ ତାଙ୍କୁ ଉପଲବ୍ଧି କରିବାକୁ ହେଇଥାଏ, ସେ ହେଲେ ଡିଭାଇନ୍, ସେ ହେଲେ ଭଗବାନ। ଏବଂ ତାଙ୍କୁ ଦୁଇଟି ବିଭାବରେ ଆମେ ବ୍ୟକ୍ତିମାନେ, ଯେଉଁମାନେ ସାଧନା କରୁଛନ୍ତି, ଯେଉଁମାନେ ସାଧନା ଆଡ଼କୁ ଗତି କରୁଛନ୍ତି, ଦୁଇଟି ବିଭାବରେ ତାଙ୍କୁ ଉପଲବ୍ଧି କରନ୍ତି। ଦିବ୍ୟ ସତ୍ତାଙ୍କୁ, ଶ୍ରୀମା ଶ୍ରୀ ଅରବିନ୍ଦଙ୍କୁ, ତାଙ୍କର ଚେତନା ଓ ଶକ୍ତିକୁ, ପରମେଶ୍ୱରଙ୍କର ଶକ୍ତିକୁ, ଚେତନାକୁ, ଦିବ୍ୟ ଜନନୀଙ୍କର ଶକ୍ତିକୁ ଆମେ ଯୋଉମାନେ ଉପଲବ୍ଧି କରନ୍ତି, ଆମ ନିଜ ଧାରାରେ ଉପଲବ୍ଧି କରନ୍ତି, ପ୍ରାୟ ଦୁଇଟି ଧାରାରେ ଆମେ ତାଙ୍କୁ ଉପଲବ୍ଧି କରନ୍ତି ବା ଦୁଇଟି ସ୍ୱରୂପରେ ତାଙ୍କୁ ଉପଲବ୍ଧି କରନ୍ତି। ପ୍ରଥମତଃ ତାଙ୍କୁ କୁହାଯାଏ ସେ ହେଲେ ସେଲ୍ଫ ବା ଆତ୍ମା। ତାଙ୍କୁ କୁହାଯାଏ ସେଲ୍ଫ ବା ଆତ୍ମା, SELF, ସେଲ୍ଫ। ଏବଂ ଆତ୍ମା ଶବ୍ଦଟି ସହିତ ଆମେ ସମସ୍ତେ ସବୁ ଆଧ୍ୟାତ୍ମ ଶାସ୍ତ୍ର ମଧ୍ୟ ପରିଚିତ।
ଆଉ ଆଉ ଗୋଟିଏ ହେଲେ ଆଉ ଗୋଟିଏ ସ୍ୱରୂପ ତାଙ୍କର ହେଲା, ସେ ହେଲେ ଚୈତ୍ୟ ସତ୍ତା, ସେ ହେଲେ ଅନ୍ତରାତ୍ମା, ସେ ହେଲେ ସୋଲ ମଧ୍ୟ ତାଙ୍କୁ କୁହାଯାଉଛି, ସୋଲ ବୋଲି କୁହାଯାଉଛି। ତେଣୁ ଏଇ ଦୁଇଟି କଥା ଆମେ ଦେଖିବା, ଗୋଟିଏ ଆତ୍ମା ସ୍ୱରୂପ ସେଲ୍ଫ ସ୍ୱରୂପ, ଆଉ ଗୋଟିଏ ସେ ହେଲେ ଚୈତ୍ୟ ସତ୍ତା, ଯାହା ଶ୍ରୀମା ଶ୍ରୀଅରବିନ୍ଦଙ୍କ ଯୋଗରେ ବିବର୍ତ୍ତନର କେନ୍ଦ୍ରୀୟ ସତ୍ତା, ବିବର୍ତ୍ତନ ଧାରାର ସେ ହେଉଛନ୍ତି କେନ୍ଦ୍ରୀୟ ସତ୍ତା। ଯଦିଓ ଊର୍ଦ୍ଧ୍ୱରେ ରହି ଯୋଉ ଜୀବାତ୍ମା ଅଛନ୍ତି ତାଙ୍କର ସେ ପ୍ରତିନିଧି ଭାବେ ଆମ ଭିତରର ବିବର୍ତ୍ତନକୁ ଆଗକୁ ନଉଛନ୍ତି, ସେ ହେଲେ ବିବର୍ତ୍ତନର କେନ୍ଦ୍ରୀୟ ସତ୍ତା। କିନ୍ତୁ ଚୈତ୍ୟ ସତ୍ତା ଊର୍ଦ୍ଧ୍ୱରେ ଅଛନ୍ତି, ସେ ହିଁ ଆମର ପ୍ରକୃତ କେନ୍ଦ୍ରୀୟ ସତ୍ତା। ତେଣୁ ଦୁଇଟି ଭାବରେ ଯେତେବେଳେ ଦେଖିବା, ଆତ୍ମା ସ୍ୱରୂପରେ ସେ ସର୍ବତ୍ର ରହିଛନ୍ତି ଏବଂ ଚୈତ୍ୟ ସତ୍ତା ହିସାବରେ ସେ ବ୍ୟକ୍ତି ଭିତରେ ରହିଛନ୍ତି। ଗୋଟିଏ ହେଲେ ଗୋଟିକରେ ସେ ହେଲେ ୟୁନିଭର୍ସାଲ, ଆଉ ଗୋଟିକରେ ସେ ହେଲେ ଇଣ୍ଡିଭିଜୁଆଲ। ସେଇ ଏକ ତତ୍ଵ, ଏକ ରୂପ, ସେ ହିଁ ଏକ, ସେ ଦୁଇ ନୁହନ୍ତି। ସେ କିନ୍ତୁ ଯେତେବେଳେ ବିଶ୍ୱସ୍ତରୀୟ ରୂପଟି କୁ ଆମେ ପରିକଳ୍ପନା ତାଙ୍କର କରନ୍ତି, ସେ ହେଇଯାନ୍ତି ସେଲ୍ଫ ବା ଆତ୍ମା। ସେ ସକଳ ଭିତରେ ଅଛନ୍ତି, ସକଳ ଭିତରେ, ପ୍ରତ୍ୟେକଟି ଭିତରେ ସେ ଅଛନ୍ତି। ଯେତେବେଳେ ଆମେ ତାଙ୍କୁ ଗୋଟିଏ ବ୍ୟକ୍ତି ଭିତରେ ସନ୍ଧାନ କରନ୍ତି, ବ୍ୟକ୍ତି ଭିତରେ ତାଙ୍କୁ ଅନୁଭବ କରନ୍ତି, ସେତିକି ବେଳେ ସେ ହେଇଯାନ୍ତି ସାଇକିକ ବିଙ୍ଗ। ତେଣୁ ଗୋଟିଏ ତାଙ୍କର ବ୍ୟଷ୍ଟି ରୂପ, ଆଉ ଗୋଟିଏ ହେଲା ବିଶ୍ୱଗତ ରୂପ। ୟାରି ଭିତରେ ଆମେ ତାଙ୍କୁ, ମଣିଷ ମାନେ ତାଙ୍କୁ ହିଁ ଉପଲବ୍ଧି କରିଥାନ୍ତି। ଆଉ ଗୋଟିଏ ରହିଛି ଯାହା ବିଶ୍ୱାତୀତ ରୂପ ବୋଲି ଆମେ କହୁଛନ୍ତି। କିନ୍ତୁ ମୁଖ୍ୟତଃ ଆମର ଯୋଉ ଉପଲବ୍ଧି ଏଇ ଦୁଇଟି ଭିତରେ ଥାଏ, ଗୋଟିଏ ଚୈତ୍ୟ ସତ୍ତାକୁ ନେଇକି, ଆଉ ଗୋଟିଏ ଆତ୍ମାକୁ ନେଇକି, ଏବଂ ମୂଳତଃ ଇଏ ହେଲେ ସେଇ ଏକ। କିନ୍ତୁ ଗୋଟିଏ ପ୍ରଭେଦ ରହୁଛି କ'ଣ? କାହିଁକି ଆମେ ଏକ ପ୍ରଭେଦ ଗାର ଏହା ଭିତରକୁ ଆଣୁଛନ୍ତି? ନା, ପ୍ରଭେଦଟି ଏଇଥିପାଇଁ ରହୁଛି, ଦି ସେଲ୍ଫ ଅର ଆତ୍ମା ଇଜ ୟୁନିଭର୍ସାଲ, ଯାହାକି କହୁଥିଲି ବିଶ୍ୱ ସମ୍ପର୍କୀୟ। ବିଶ୍ୱକୁ, ସାରା ବିଶ୍ୱକୁ ସେ ବ୍ୟାପିକି ରହିଛନ୍ତି, ଆଉ ସମସ୍ତଙ୍କ ଭିତରେ ସେ ଆତ୍ମା ହେଇକି ରହିଛନ୍ତି, ଏକ ରୂପରେ ରହିଛନ୍ତି। ତାଙ୍କର କୌଣସି ଜନ୍ମ ନାହିଁ, ସବୁ ସେ ମଧ୍ୟ ବିବର୍ତ୍ତନର ଅଧୀନସ୍ଥ ନୁହନ୍ତି, ସେ ବିବର୍ତ୍ତିତ ହୁଅନ୍ତି ନାହିଁ, ତାଙ୍କର କୌଣସି ପରିବର୍ତ୍ତନ ମଧ୍ୟ ନାହିଁ। ଆଉ ତାକୁ ଇଂରାଜୀରେ ବି କୁହାଯାଏ ଆତ୍ମା ବା ସେଲ୍ଫ ଇଜ କନସିୟସ୍ ଏସେନ୍ସିଆଲ ଏକ୍ଜିଷ୍ଟେନ୍ସ। କନସିୟସ୍ ମାନେ ସଚେତନ, ପରିପୂର୍ଣ୍ଣ, ଯାହାକୁ ଆମେ ଆୱେରନେସ୍ କହୁଥିଲେ, ସେ ସବୁବେଳେ ପରିପୂର୍ଣ୍ଣ ଭାବରେ ଆୱେୟାର। ଆଉ ଏସେନ୍ସିଆଲ ଏଇଥିପାଇଁ କୁହାଯାଇଛି, ଭଗବାନ କହିଲେ ଯାହା କିଛି ବୁଝାଯାଏ ବାସ୍ତବରେ ସେଇ ଅସ୍ତିତ୍ୱଟିକୁ ସେ ଧାରଣ କରିକି ଅଛନ୍ତି। ଆତ୍ମା ସେ ଅସ୍ତିତ୍ୱଟିକୁ ଧାରଣ କରିକି ରହିଛନ୍ତି, ସିଏ ନଥିଲେ କିଛି ନଥାନ୍ତା। ସେଥିପାଇଁ ସିଏ ହେଲେ କନସିୟସ୍ ଏସେନ୍ସିଆଲ ଏକ୍ଜିଷ୍ଟେନ୍ସ। ସିଏ ଏକାନ୍ତ ଆବଶ୍ୟକ ସୃଷ୍ଟି ପାଇଁ, ରୂପ ପାଇଁ, ଏ ରୂପ ଜଗତ ପାଇଁ ସେ ଏକାନ୍ତ ଆବଶ୍ୟକ ଏସେନ୍ସିଆଲ ଏକ୍ଜିଷ୍ଟେନ୍ସ। ଆଉ ସେ ଯେହେତୁ ଓମନିସାଏଣ୍ଟ, ସବୁ କଥା ନିଜେ ନିଜେ ଜାଣିଛନ୍ତି, ସେ ହେଲେ କନସିୟସ୍। ତେଣୁ ଆତ୍ମାକୁ ଆମେ କହିପାରିବା ସେ ହେଲେ କନସିୟସ୍ ଏସେନ୍ସିଆଲ ଏକ୍ଜିଷ୍ଟେନ୍ସ। ଆଉ ଗୋଟିଏ କଥା ଯୋଡ଼ା ଯାଇଛି, ୱାନ୍ ଇନ୍ ଅଲ୍। ଯାହା ବି ଏ ସୃଷ୍ଟି ଭିତରେ ଅଛି, ଯାହା ବି ଦୃଶ୍ୟମାନ ଅଦୃଶ୍ୟମାନ,
ଯାହା କିଛି ଅଛି ସବୁରି ଭିତରେ ସେ ଆତ୍ମା ବିଦ୍ୟମାନ ଆଉ ଜୀବାତ୍ମା ଭାବରେ ମଧ୍ୟ ସେ ବିବର୍ତ୍ତନର ଊର୍ଦ୍ଧ୍ୱରେ ରହି ସେ ବିବର୍ତ୍ତନକୁ ଗତିଶୀଳ କରାନ୍ତି ତାଙ୍କ ସଂକଳ୍ପରେ। ଇ ଗଲା ଆତ୍ମାଙ୍କ ବିଷୟରେ। ଏଇ ହେଲେ ଯଥାର୍ଥ ସତ୍ତାଙ୍କର ଗୋଟିଏ ରୂପ ଯେ ହେଲେ ୟୁନିଭର୍ସାଲ। ସେଇ ଯଥାର୍ଥ ସତ୍ତାଙ୍କର ଆଉ ଗୋଟିଏ ରୂପ ଯାହାକୁ ଆମେ କହୁଛନ୍ତି ସାଇକିକ ବିଇଂ, ସେ ହେଲେ ଇଣ୍ଡିଭିଜୁଆଲ। ପ୍ରତ୍ୟେକଟି ଭିତରେ ସେ ଅଛନ୍ତି, ତା ଜଡ଼ ହଉ ପଶୁପକ୍ଷୀ ହୁଅନ୍ତୁ ବା ମଣିଷ ହୁଅନ୍ତୁ, ଏ ସବୁରି ଭିତରେ ସେ ଇଣ୍ଡିଭିଜୁଆଲ ତାଙ୍କରି ଅଂଶ ରହିଛି। ସେ ପରମଙ୍କର ପ୍ରତିନିଧି ଭାବରେ ବିବର୍ତ୍ତନକୁ ଆଶ୍ରୟ କରି ଦେହ ପ୍ରାଣ ମନ ପ୍ରକୃତି ୟାରି ମଧ୍ୟ ଦେଇ ସେ ଅଗ୍ରଗତି କରନ୍ତି। ଚୈତ୍ୟ ସତ୍ତା ବିବର୍ତ୍ତିତ ହୁଅନ୍ତି। ଦେହ ପ୍ରାଣ ମନ ପ୍ରକୃତି ୟାକୁ ନେଇକି ସେ ବିବର୍ତ୍ତିତ ହୁଅନ୍ତି। ଯେତେବେଳେ ଉଦ୍ଭିଦ ଆସିଲା ତାର ଦେହଟିଏ ଥିଲା, ଯେତେବେଳେ ପଶୁପକ୍ଷୀ ମାନେ ଆସିଲେ ସେଠି ଦେହ ପ୍ରାଣଟିଏ, କ୍ଷୁଦ୍ର ପ୍ରାଣ ହଉ ବା ଯାହା ବି ହଉ ଟିଏ ସୃଷ୍ଟି ହେଲା। ଯେତେବେଳେ ମଣିଷ ମାନେ ଆସିଲେ ଦେହ ପ୍ରାଣ ମନ ଏସବୁ ସୃଷ୍ଟି ହେଲା। ତା ମାନେ ଏସବୁ ସୃଷ୍ଟି ହେଲାର ଅର୍ଥ କଣ ନା ଚେତନା ଆସ୍ତେ ଆସ୍ତେ ଦେହର ରୂପ ନଉଛି, ପ୍ରାଣର ରୂପ ନଉଛି। ପ୍ରାଣ ମାନେ ଶକ୍ତିର ରୂପ ନଉଛି, ମନର ଗୋଟେ ଶକ୍ତିର ରୂପ ନଉଛି। ତାହେଲେ ଏଇ ଜିନିଷଟିକି କହନ୍ତି ଖୋଲି ଖୋଲିକା ଯିବା, ଓପନ ହେଇକା ଯିବା। ଏଇ ଓପନ ହେଇକା ଯିବାକୁ କହନ୍ତି ଆମେ ବିବର୍ତ୍ତନ। ଏଇ ବିବର୍ତ୍ତନଟିକୁ ସାଇକିକ ବିଇଂ କରିଥାନ୍ତି। ସେ କୋଉଠି ସାଇକିକ ଏସେନ୍ସ ହେଇକି ଅଛନ୍ତି, କୋଉଠି ସାଇକିକ ବିଇଂ ହେଇକି ଅଛନ୍ତି, ଚୈତ୍ୟ ପୁରୁଷ ହେଇକି ଅଛନ୍ତି। ଯେତେବେଳେ ମଣିଷ ଭିତରେ ସେ ଚୈତ୍ୟ ପୁରୁଷ ହେଇକି ଥାନ୍ତି, ସାଇକିକ ବିଇଂ ହେଇକି ଥାନ୍ତି, ସେତିକି ବେଳେ ତାଙ୍କର ବିବର୍ତ୍ତନର ବହୁ ପର୍ଯ୍ୟାୟ ସେ କମ୍ପ୍ଲିଟ କରିକି ଆସିଥାନ୍ତି। ତେଣୁ ଯେତେବେଳେ ଆତ୍ମା ଏସବୁର ଊର୍ଦ୍ଧ୍ୱରେ ଅଛନ୍ତି, ସେ କୌଣସି ବିବର୍ତ୍ତନର ଅଧୀନସ୍ଥ ନୁହନ୍ତି, ସେ କୌଣସି ଜନ୍ମର ଅଧୀନସ୍ଥ ନୁହନ୍ତି। କିନ୍ତୁ ଚୈତ୍ୟ ସତ୍ତା ସେଇ ପରମଙ୍କର ଅଂଶ ଭାବରେ, ସେ ଆତ୍ମାଙ୍କର ଅଂଶ ଭାବରେ, ପ୍ରତିନିଧି ଭାବରେ ପ୍ରତ୍ୟେକ ବ୍ୟଷ୍ଟି ସତ୍ତା ଭିତରେ ରହି ଏ ବିବର୍ତ୍ତନ ପ୍ରକ୍ରିୟାଟିକୁ ପରିଚାଳନା କରୁଛନ୍ତି। ଆମେ ଉଦ୍ଭିଦ ଠାରୁ ଆଜି ମଣିଷ ହେଇଛନ୍ତି, କାରଣ ଚୈତ୍ୟ ସତ୍ତା ଏ କାର୍ଯ୍ୟ ଆମ ଭିତରେ କରିକା ଆସିଛନ୍ତି। ପ୍ରକୃତିକୁ ମଧ୍ୟ ସେ ବଦଳେଇ ଆଣିଛନ୍ତି। ତେଣୁ ଆମେ ମଣିଷ ମାନଙ୍କ ଭିତରେ ଯୋଉ ପ୍ରକୃତିଟିଏ କାର୍ଯ୍ୟ କରୁଛି ତାହା ମଧ୍ୟ ଭିନ୍ନ ଭିନ୍ନ ହେଇଯାଇଛି। ଗୋଟିଏ ଜୀବନରୁ ଆଉ ଗୋଟେ ଜୀବନ ମଧ୍ୟକୁ ସେ ବିଭିନ୍ନ ବ୍ୟକ୍ତିତ୍ୱ ଗୁଡ଼ିକୁ ପ୍ରକାଶ କରି ଧାରଣ କରିଛନ୍ତି। ତେଣୁ ଚୈତ୍ୟ ସତ୍ତା ସବଜେକ୍ଟ ଟୁ ଯାହାକୁ ଆମେ କହନ୍ତି ବିବର୍ତ୍ତନ, ଏଭଲ୍ୟୁସନ। କିନ୍ତୁ ଯାହାକୁ ଆମେ କହୁଛନ୍ତି ଜୀବାତ୍ମା ବା ଆତ୍ମା ଯେ ଊର୍ଦ୍ଧ୍ୱରେ ରହିଛନ୍ତି, ହି ଇଜ ଏବଭ ଦି ଏଭଲ୍ୟୁସନ। ଏଇ ହଉଛି ଡିଫରେନ୍ସ। କିନ୍ତୁ ଏମାନେ ଭିନ୍ନ ନୁହନ୍ତି, ଏ ସମସ୍ତେ ସେଇ ଆତ୍ମାଙ୍କର ଅଂଶ, ଦିବ୍ୟ ପରମ ସତ୍ତାଙ୍କର ଅଂଶ, ପୋର୍ସନ, ସ୍ପାର୍କ ଅଫ ଦି ଡିଭାଇନ। ଚୈତ୍ୟ ସତ୍ତା ହେଲେ ସ୍ପାର୍କ ଅଫ ଦି ଡିଭାଇନ, ଆଉ ଊର୍ଦ୍ଧ୍ୱରେ ଥିବା ଜୀବାତ୍ମା ହେଲେ ପୋର୍ସନ ଅଫ ଦି ଡିଭାଇନ। ଏ ସବୁ ହେଲେ ତାଙ୍କରି ଅଂଶ, ନିଜ ନିଜ ସ୍ତରରେ ରହି କାର୍ଯ୍ୟ କରୁଛନ୍ତି। ଅର୍ଥାତ୍ ସେଇ ଯାହାଙ୍କ ବିଷୟରେ ଆମେ କହୁଛନ୍ତି ଯଥାର୍ଥ ସତ୍ତା, ସେ ବିଶ୍ୱ ସ୍ତରରେ ଆତ୍ମପ୍ରକାଶ କରିଛନ୍ତି, ବ୍ୟଷ୍ଟି ସ୍ତରରେ ଆତ୍ମପ୍ରକାଶ କରିଛନ୍ତି, ଆତ୍ମା ଭାବରେ କାର୍ଯ୍ୟ କରୁଛନ୍ତି ଏବଂ ଚୈତ୍ୟ ସତ୍ତା ଭାବରେ ମଧ୍ୟ ସେ କାର୍ଯ୍ୟ କରି ଚାଲୁଛନ୍ତି। ଜୀବନରୁ ଜୀବନ, ଯେତେବେଳେ ବ୍ୟକ୍ତିର ମୃତ୍ୟୁ ହଉଛି, ତାର ଶାରୀରିକ ମୃତ୍ୟୁଟିଏ ହଉଛି,
ପ୍ରାଣ ସତ୍ତାଟି, ମନ ସତ୍ତାଟି ଏବଂ ତା ଭିତରେ ଥିବା ସେଇ ଚୈତ୍ୟ ସତ୍ତାଟି ଏ ରହୁଛନ୍ତି। ତାପରେ ତାର ପ୍ରାଣିକ ଅଂଶଟି ଆସ୍ତେ ଆସ୍ତେ ପ୍ରାଣଭୂମିକୁ ଚାଲି ଯାଉଛି। ସେମିତି ମନଟି ଆସ୍ତେ ଆସ୍ତେ ମନଭୂମିକୁ ଚାଲି ଯାଉଛି। କିନ୍ତୁ ସେ ସିନା ଚାଲି ଯାଉଛନ୍ତି, ତାଙ୍କ ଭିତରେ ଯୋଉ ଅଭିଜ୍ଞତା ଗୁଡ଼ିକ ସେ ହାସଲ କରିଛନ୍ତି, ଶରୀର ଯୋଉ ଅଭିଜ୍ଞତା ହାସଲ କରିଛି, ପ୍ରାଣ ଯୋଉ ଅଭିଜ୍ଞତା ହାସଲ କରିଛି, ମନ ଯୋଉ ଅଭିଜ୍ଞତା ହାସଲ କରିଛି, ଅନ୍ ବିହାଫ୍ ଅଫ୍ ଦ୍ୟାଟ୍ ପର୍ସନ ଯାହା ସେ ହାସଲ କରିଛନ୍ତି, ସେଗୁଡ଼ିକ ନଷ୍ଟ ହୁଏ ନାହିଁ। ସେଗୁଡ଼ିକ ଚୈତ୍ୟଙ୍କ ଭିତରେ ଇମ୍ପ୍ରିଣ୍ଟ ହେଇକି ରହିଯାଏ, ଯାହାକୁ କି ପରବର୍ତ୍ତୀ ଜନ୍ମରେ ମଧ୍ୟ ପୁଣି ଦେହ ଧାରଣ କଲା ପରେ ଏଗୁଡ଼ିକୁ ଧରି ଚୈତ୍ୟ ସତ୍ତା ମଧ୍ୟ ଆସିଥାନ୍ତି। ତେଣୁ ଏଇଭଳି ଭାବରେ ଯେତେବେଳେ ଯଥାର୍ଥ ସତ୍ତା କଥା ଉଠୁଛି ଏବଂ ଯଥାର୍ଥ ଚେତନା କଥା ଉଠୁଛି, ସେତିକି ବେଳେ ସାଧନା କଥା ରହୁଛି। ଯଦି ବାସ୍ତବରେ ଆମେ ଶ୍ରୀମା ଶ୍ରୀ ଅରବିନ୍ଦଙ୍କର ଅନୁଗାମୀ ହେଇଛୁ, ତାଙ୍କର ଆଶ୍ରିତ ହେଇଛୁ, ତାଙ୍କୁ ହୃଦୟରେ ଭଲ ପାଉଛୁ, ତାଙ୍କ ବ୍ୟତୀତ ଆମେ ଜୀବନ ଧାରଣ କରିବା କଷ୍ଟ ଅନୁଭବ କରୁଛୁ, ତାହେଲେ ଆମକୁ ଦୁଇଟି ବିଷୟରେ ସଚେତନ ହେବାକୁ ପଡ଼ିବ। ଗୋଟିଏ ହେଉଛି ସତ୍ୟ ଚେତନା, ଆଉ ଗୋଟିଏ ହେଉଛି ସତ୍ୟ ସତ୍ତା ବା ଯଥାର୍ଥ ସତ୍ତା। ମୁଁ ମୋର ଜୀବନର ଲକ୍ଷ୍ୟ କାହା ଉପରେ ରଖିଛି? ଏଇ ଯଥାର୍ଥ ସତ୍ତା ଉପରେ ରଖିଛି କି ଏଇ ଚୈତ୍ୟ ସତ୍ତାଙ୍କ ଉପରେ ମୁଁ ରଖିଛି କି? এই ବିଷୟରେ ସଚେତନ ହେବାକୁ ପଡ଼ିବ। ବହୁ ଲୋକ এই ବିଷୟରେ ସଚେତନ ନୁହନ୍ତି। ସେମାନେ ଚୈତ୍ୟ ସତ୍ତାଙ୍କ ବିଷୟରେ ସଚେତନ ନୁହନ୍ତି। ସେମାନେ ତାଙ୍କର ଅହଙ୍କାର ବିଷୟରେ ସଚେତନ। ତେଣୁ ତାଙ୍କ ଜୀବନଟି ତାଙ୍କ ଅହଙ୍କାରକୁ କେନ୍ଦ୍ର କରିକି ଘୁରୁଥାଏ। ତାଙ୍କର ଅଭିଜ୍ଞତା ଗୁଡ଼ିକ ସେ ଅହଙ୍କାରକୁ କେନ୍ଦ୍ର କରିକି ଘୁରୁଥାଏ। ତାଙ୍କ ଜନ୍ମ ପରେ ଜନ୍ମ ଯେତେବେଳେ ଆସେ, ତାରି ଦ୍ୱାରା ପ୍ରଭାବିତ ହେଇକି ଆସେ। କିନ୍ତୁ ଜୀବନ କ୍ଷେତ୍ରରେ ଯେତେବେଳେ ଚୈତ୍ୟ ସତ୍ତାଙ୍କୁ କେନ୍ଦ୍ର କରିକି ଜୀବନଟି ଚାଲେ, ମୃତ୍ୟୁ ପରେ ଯୋଉ ଜୀବନଟି ଆସେ, ସେ ଜୀବନ ଏକ ଉଚ୍ଚ ଭୂମି ଆଡ଼କୁ ଯାଏ, ଏକ ଉଚ୍ଚତର ଚେତନାର ସ୍ତର କତିକି ଯାଏ ଏବଂ ଉଚ୍ଚତର ସମ୍ଭାବନା ଗୁଡ଼ିକୁ ପୁଣି ତା ଦେହ ପ୍ରାଣ ମନ ଭିତରକୁ ନେଇ ଆସେ। ଏହା ହେଉଛି ସାଧନା। ଶ୍ରୀମା ଶ୍ରୀ ଅରବିନ୍ଦ ଏଇ କଥା ହିଁ ଆମମାନଙ୍କୁ କହିଛନ୍ତି। ଯେତେବେଳେ ଜଣେ ଆତ୍ମା ଭାବରେ ଯଥାର୍ଥ ସତ୍ତାଙ୍କୁ ଦେଖେ, ସେତିକି ବେଳେ ତାର କଣ ହୁଏ? ଉପଲବ୍ଧି ଦି ପ୍ରକାରରେ ହେଇପାରେ। ଜଣେ ଊର୍ଦ୍ଧ୍ୱସ୍ଥ ଭଗବାନଙ୍କୁ ବା ଆତ୍ମାଙ୍କୁ ଉପଲବ୍ଧି କରିପାରେ ଯେତେବେଳେ ସେ ଦେଖେ ତାଙ୍କୁ ସେଇଭଳି ଭାବରେ, ତାହେଲେ ଗୋଟିଏ କଥା ସେ ଅନୁଭବ ନିଶ୍ଚୟ କରିବ, ତା ଭିତରେ ଆସେ, ଯେଉଁ ଆତ୍ମାଙ୍କୁ ସେ ଯଥାର୍ଥ ସତ୍ତା ଭାବିକି ଉପଲବ୍ଧି କରିପାରୁଛି, ସେ ଆତ୍ମା ଏ ଜଗତର ସବୁଠାରୁ ଭିନ୍ନ ଅବସ୍ଥାରେ ଅଛନ୍ତି, ସ୍ୱତନ୍ତ୍ର ହେଇକି ଅଛନ୍ତି, ସେପାରେଟ ହେଇକି ସେ ଅଛନ୍ତି। ଆଉ ଗୋଟିଏ ଉପଲବ୍ଧି ତାର ଆସେ, ସେ ଆତ୍ମା ତା ନିଜ ଭିତରେ ବି ଅଛନ୍ତି। ସେ ଆତ୍ମା ସବୁରି ଭିତରେ ବି ଅଛନ୍ତି। ଗଛ ଲତା, ଜଡ଼, ପଶୁପକ୍ଷୀ, ଯେକୌଣସି ବସ୍ତୁ ଆମେ ବ୍ୟବହାର କରୁଛନ୍ତି, ପଞ୍ଚ ମହାଭୂତ, ସେ ଦେଖେ ସେଇ ପରମଙ୍କୁ, ସେ ଆତ୍ମାଙ୍କୁ ସେ ସବୁରି ଭିତରେ ଦେଖେ, ନିଜ ଭିତରେ ଦେଖେ। ତାର ଚେତନା ବଢିଯାଏ। ହି ୱାଇଡେନ୍ସ ହିଜ କନସିୟସନେସ। ତା ଚେତନା ଆସ୍ତେ ଆସ୍ତେ ବଢିଯାଏ। ଯେଉଁ ଆତ୍ମାକୁ ନିଜ ଭିତରେ ସେ ଦେଖୁଛି, ସେ ଆତ୍ମାକୁ ଅନ୍ୟମାନଙ୍କ ଭିତରେ ସେ ଦେଖେ ଏବଂ ଦେଖେ ସମସ୍ତେ। ମୁଁ
आम्भे माने सेमाने जगतर समस्ते सब किछि सेई एक आत्मा भितर अछंती एवं से एक आत्मा समस्तଙ୍କ ଭିତରେ ଅଛନ୍ତି। याकु श्री अरविंद कहते वाननेस श्री माँ कहते वाननेस एकत्व एकत्व मान आमे समस्ते एक आमे भगवान एक किंतु से एक वान भितर मेनी सृष्टि होइछंती किंतु से मेनी भितरे वान भगवान अछंती से वान आत्मा अछंती ताकू ही कहा जाए वाननेस। सत कथा जेते बेले आमे माने बाहर को देखंती आमर जो दृष्टि अच्छी जहाँ दर्शन इंद्रिय बोलिक आमे कहउछंती जे आईज अच्छी से आईज को शिक्षा पाउची से कौन साधना करुची से केमती साधना करि परिवो जेते बेले प्रत्येक वस्तु भितरे धरिथिबा कलम भितरे कहूथिबा कथा भितरे पढ़ुथिबा पुस्तक भितरे से जदि से भगवान को देखे से आत्मा को देखे ताहले से आखि साधना करुची से इंद्रिय ठीक भाव कार्य करुची सत्य धारा कार्य करुची बोली आमे कहि परिबा। ताहले जदि प्रत्येक भितरे जड़े भगवान को दर्शन करे मां को देखे ताहले समस्त सबु प्रति तार गोटे श्रद्धा भाव सृष्टि हो सबु गुड़ी ठीक भाव में गोटे जगह यथा स्थान रखिपर महिला को महिला जगह रख सुंदर व्यवहार वस्तु को यथा स्थान रखिपर समस्त को आदर कर भल पाई कारण समस्त भितर माँ अच्छा माँ गोटे जगह कहते माँ कहते आई लव दि सुप्रीम मु परम को भल पाए दि सुप्रीम इज इन एवरीबॉडी एंड एवरीथिंग से परम सकल भितर अछंती सो आई लव एवरीथिंग एवरीबॉडी यही भली किसी कहते जदिओ ठीक भाव में प्रकाश कर न थाई पारे तेणु परम को भल पाए परम प्रत्येकटी भितर अछंती तेणु मु प्रत्येकटी को भल पाए यही भावधाराटी डायरेक्टली रिफ्लेक्ट हो पारे संतान मान पाखरे जदि से माने प्रत्येक वस्तु भितर सत्य को सत से माँ को प्रथम दर्शन कर पारती देखती माँ बोली भावती माँ को उद्देश्य कर चलती ताले सेठी गोटे सत्य चेतना आसीबो ताकू आमे कहि परिबा जे यथार्थ सत्ता बोली आमे कहि परिबा सेठी यथार्थ सत्ता विद्यमान अछंती बोली कहि परिबा ए वाननेस आ गोटे होची वाइडनेस होची आमर जो देह प्राण मनटी अच्छी ता बांधी होची निम्न प्रकृति भितर ताहा ससीम हो जाइची संकुचित हो जाइची ता चेतनाटी स्वल्प हो जाइची जेते बेले सकल वस्तु भितर भगवान को आमे देखि परिबा मां को सर्वत्र देखि परिबा सेतिकी बेले आम चेतनाटी देह प्राण भीतर मन भितर आबद्ध रही या परिव्याप्त हम सबुठी तांको आमे देखि परिबा तेणु सेतिकी बेले आमे जानी परिबा एई भगवान जहाँ को विषय आमे साधना करू जहाँ को नहीं कि साधना करुछंती से सर्वत्र विद्यमान ओमनी प्रेजेंट से सबुठी अछंती एई वाइडनेस चेतनाटी आमको देई थाए से यथार्थ सत्तांकर उपस्थिति विषय आमको कही थाए आ गोटे कथा आमे मन रखिबा आ गोटे होची डाइवर्सिटी भितर यूनिटी डाइवर्सिटी होची विभिन्नता सब विभिन्नता आमे बाह्य चक्षुरे जहाँ किसी देखती विचार द्वारा जहाँ किसी जानती सब बहुत भिन्न भिन्न जिनस रही तांको भितर एकत्व नाही किंतु एकत्व सेतिक बेले आसीबो जेते बेले सेही दिव्य सत्ता को आमे तांकरी भितर देखि परिबा सेठी गोटे एकत्व प्रतिष्ठित हबो
तेणु वाननेस वाइडनेस यूनिटी ये सब उपलब्धि भितर आसब मनुष्य सेतिक बेले जो अहंकार टी धरिकी चले से द्वारा परिचालित हुए से आस्ते आस्ते कमिज आते जड़े जमती आत्मा को देखला यही उपलब्धि गुड़िक तार आसला जदि से चैत्यसत्ता को उपलब्धि करे निज भितर जदि से भावे मो भितर माँ अच्छा मो आत्मा मो हृदय भितर माँ अच्छा मुझे ध्यान करुच्ची से बसचंती मुझे देखिपार्ची पाद जुगल को देखिपार्ची प्रार्थना करिपार्ची एतिकी यहाँ संभव नुहे कि जदि संभव लगुच संभव होउची ता अर्थ होउची माँ को कृपारे चैत्य जागृति घटी चैत्य जागरण घटी तेणु माँ को निज भितर सब बेले अनुभव करवा देखा जाना बंचा कार्य करवा ये हूँ चैत्य सत्ता जागृत हबार गोटे लक्षण जहाँ साधना गोटे बड़ अंग जहाँ को आम मन रखा हुए कौन ये चैत्य सत्ता जागृत हेले व्यक्ति भितर से आग को आसती देह प्राण मन जोड़ा निम्न प्रकृति द्वारा परिचालित से पछू पलांती तेणु आगरे रही चैत्य सत्ता सब कार्य करती चैत्य सत्ता भितर सब आलोकमय ज्ञानमय एवं से माँ को सब चाहती तेणु तांको डायरेक्शन रे जो देह प्राण मन आसती पछर रही से चैत्य आलोक आलोकित हो जाती आने जदि पछरे नरे आगे रे चैत्य सत्ता पछर थे ताले परिवर्तन दिव्य परिवर्तन यथार्थ परिवर्तन संभव नहीं तेणु श्री माँ श्रीअरविंद जोगरे ये चैत्य सत्ता आग को आसवा कमिंग टू दि फ्रंट अति गुरुत्वपूर्ण जहाँ माँ को कृपारे ही होता है आदि सेमती आसे जदि चैत्य सत्ता जहाँ को आम कहते जे प्रकृत रे यथार्थ सत्ता आम हृदय भीतर भीतर थांती से यथार्थ सत्ता को जिते बड़े आम विषय सज्ञान होती से बेले केते गुड़िए परिवर्तन आम भितर आपे आपे देखा दिए से परिवर्तन भितर गोटे कथा आम जो अवश्य गुड़ा सब भल भाव अनुभव कर उपलब्धि कर गोटे हूँ भगवान सहित जदि युक्त होकर न रहा आमको भल लगे माँ श्रीअरविंद को भूली जाकि जदि बंचा चेष्टा करवा आमको भल लगे नहीं ए प्रकार गोटे फिलिंग आम भितर आसे आ द्वितीय कथा हूँ खाली ए फिलिंग नुह भरोसा भावटी आस्ते आस्ते बढ़े हाँ जहाँ हबार हो माँ तो अच्छा एक कथा किए कहीपर पृथ्वीर को लोग कहीपर केवल से ही कहीपर जहाँ भितर भरोसा टीए सृष्टि होता गुरुत्वपूर्ण भरोसा खाली नुहे विश्वास भरोसा एक आम कर आउ गोटे कथा हुए जहाँकि समर्पण जहाँ जोगर मूल कथा आद्यरू गुरुत्वपूर्ण जे समर्पण केमती करा जाए समर्पण अर्थ हूँ आमे जदि अति गभीर को जाकि जिनसटी अर्पण करवा अहंकार कार्य करवा जदि उपर उपर जिनसटी अर्पण करवा आम अहंकार कार्य कर तेणु जिते बड़े जहाँ कि आम माँ को अर्पण कर खाद्य ठारू कर्म पर्यंत से बेले आम गभीर टिके जीवा चैत्य सत्ता स्थान आम गभीर अंतर्मन अंतर प्राण अंतर शरीर एवं ता तलू चैत्य सत्ता इमोशनल सेंटर ये सब रही से भितर से चैत्य सत्ता आलोक या तेणु एगुड़िक सब दिव्य सत्ता तांकरी सहित जिते बड़े आम युक्त होगी कार्य करती से बेले चैत्य सत्ता जो समर्पण टी आम भितर थी कर दियंती आम यथार्थ समर्पण टी हुए एवं चैत्य सत्ता जागरण जागृति प्रकृत निर्भर कर बड़ कथा हूँ मनुष्य प्रकृतिर रूपांतर चेंज ऑफ ह्यूमन नेचर श्रीअरविंद जोगर बड़ कथा हूँ चेंज ऑफ ह्यूमन नेचर
मनुष्य मानव प्रकृतिर रूपांतर जहाँ विवर्तन धारा आसी आसी एमती गोटे स्तर में पहुंची एक बार कठिन हो जाए लुहा भली टाण हो जाए ताकू मोड़िले भांगिले कि कौन जंत्र साहाय्य चेंज करने चाहिए से हबनी जिते पाठ पढ़ेले स्कूल कॉलेज गले हबनी बा जिते बासपोर्ट मारिकी टंका खर्च कले भी हबनी ता केवल माँ करें दिव्य जननी माँ से कार्य करें से क्षमता तांकर अच्छी एवं तांको एबिलिटी रही कृपा तांको करुणा तांको उपरे भरोसा माध्यम ये कार्य हुए तेणु लक्ष्य रहिबो मु प्रकृतिर रूपांतर मो प्रकृति कौन कौन अच्छी ए विषय सज्ञान हवा विल पावर टी रखिबा माँ को प्रार्थना करिबा तांकरी चेतना और शक्ति लेट दाई विल बी डन शेष जो धाराटी सेठी एते सक्रिय हो उठिबो जे आम जो हार्डेस्ट पॉसिबल नेचर ह्यूमन नेचर से धीरे धीरे नमनीय ही बदल आरंभ कर अनेक कथा जहाँ अनावश्यक आम कतु चलीज आउ गोटे बड़ कथा हूँ चैत्य सत्ता जहाँ आम करमर जो मन बाह्य मन नुहे अंतर मन आउ अंतर प्राण जे भितर अच्छा आमर बाह्य मन चंचल बाह्य प्राण मध्य विक्षुब्ध किंतु अंतर मन अचंचल शांत समुद्र समुद्र गभीर समुद्र रे जो शांत अवस्था थाए से भली आमर हृदय गभीरता भितर गोटे शांत मन अवस्था रही शांत प्राणर गोटे अवस्था रही जोटि विक्षुब्धता नहीं तेणु से बाहर ये परिवेश भीतर से परिवेश भीतर को बाट देखे कढ़ई नवा हूँ चैत्य सत्ता काम आम बाहर मन को से कहती जोगरे मन को नीरव रख शांत रख अचंचल रख प्राण को स्थिर रख आउ शरीर को कार्यक्षम करने को चेष्टा कर ये कथा कहीं कहते ना ये हूँ से शरीर प्राणर मनर आस्पृहा जे मु अंतर मन अंतर प्राण अंतर शरीर भाया तेणु से अवस्थाटी आम भितर सृष्टि हुए जदि चैत्य सत्ता आम भितर जागृत होती ताकि आमर साधनार गोटे लक्ष्य आउ मनुष्य भितर बड़ बाधा हूँ तार इगो अहं से अहंटी ता भितर थाए से कोठू आसी नहीं से ता भितर गोटे बड़ आस्थान जमे कि रही थाए आ मनुष्य ताकू मु बोली कहे सेटा हूँ तार गोटे क्षुद्र अहं गोटे विराट अहं नुहे गोटे क्षुद्र अहं बोली ताकू आमे कहवा जहाकू कि एई प्रकृति एवं एई जो परिवेश ताकू ता भीतर गठन करछि तेणु एई इगोटी को इगो सहित चैत्य सत्ता भी आम भीतर अच्छा चैत्य सत्ता जिते बड़े इगो बलवत्तर थाए आम भीतर अहं बलवत्तर थाए चैत्य सत्ता सेते बड़े नीरव रही जाती जिते बड़े चैत्य सत्ता आड़ को आमर साधना मन प्राण से आड़ को अग्रगति करे माँ को जिते बड़े आम सब डाकती माने चैत्य सत्ता जागृति हुए माँ को जिते थर आम डाकिवा से चैत्य जागरण आम भीतर सृष्टि हम यही कथाटी जिते बढ़िबो ए अहंकार से कमी कमिका जीव ये गोटे जहाँ को कहती मैथमेटिक्स रे कहती जे विपरीत अनुपात ताकू ओडिया रे कहता विपरीत अनुपात कहते एटा बढ़िले एटा कमिबो एटा कमिले एटा बढ़िबो ठीक से भाई भाव में जिते बड़े चैत्य सत्ता आड़ को माँ को आड़ को आम मान आकर्षण बढ़ी बढ़िका जीव से अनुपात रे अहंकार धीरे धीरे दुर्बल हो से कमी कमिका चलीज शेष चैत्य सत्ता बा से यथार्थ सत्ता जहाँ आम भितर अच्छा से अहंकार स्थान टी से ग्रहण करेंगे अहंकार बोली आम पाखे कि नथिबो आमे खोजिले पाइबानी किंतु किसी ओल्ड हैबिट्स थाए मनुष्यर
ବ୍ୟାଡ୍ ହାବିଟ୍ସ ଥାଏ, ଓଲ୍ଡ ହାବିଟ୍ସ ଥାଏ, ତାଙ୍କରି ଭିତରେ ଦେଇକି ବେଳେ ବେଳେ ଅହଙ୍କାର ପୁଣି ଆମ ଭିତରକୁ ଚାଲି ଆସେ। କିନ୍ତୁ ମାଙ୍କ ଆଲୋକ ନିକଟରେ ସିଏ ବେଶୀ ଦିନ ମଧ୍ୟ ତିଷ୍ଠି ରହିପାରିବ ନାହିଁ। ଆମକୁ ଧୈର୍ଯ୍ୟର ସହିତ ଅହଙ୍କାରର କବ୍ଜାରୁ ମାଙ୍କ ଚେତନା ଆଡକୁ ଆମକୁ ଅଗ୍ରସର ହବାର ଗୋଟେ ସଂକଳ୍ପ ନେବାକୁ ଆମକୁ ପଡିବ। ଏଇଟା ଗୁରୁତ୍ୱପୂର୍ଣ୍ଣ। ଆଉ ପ୍ରକୃତିକୁ ପରିବର୍ତ୍ତନ କରିବା ବହୁତ ଗୁରୁତ୍ୱପୂର୍ଣ୍ଣ। ଯୋଉ ଆମ ଭିତରେ ତ ଯଥାର୍ଥ ମନ ପ୍ରାଣ ଶରୀର ଆଉ ଚୈତ୍ୟ ସତ୍ତା ରହିଛି, ତା ଭିତରେ ଅଛି, ଯାହାକୁ ଆମେ ଅନ୍ତର୍ମନ ଅନ୍ତର୍ପ୍ରାଣ ଏସବୁ ଆମେ କହନ୍ତି। ଏହା ଆମର ଯଥାର୍ଥ ସତ୍ତା, ଏହା ଶାନ୍ତ ସ୍ଥିର ଆଉ ବ୍ୟାପକ ହେଇକି ମଧ୍ୟ ଥାଏ। କିନ୍ତୁ ବାହ୍ୟ ପ୍ରକୃତି, ବାହ୍ୟ ଜୀବନଟି ଆମର ଗଠନ କରିଥାଏ, ବାହ୍ୟ ପରିବେଶଟି ଗଠନ କରିଥାଏ ଏବଂ ବାହ୍ୟ ବଞ୍ଚିବା ପାଇଁ ଆମକୁ ସବୁବେଳେ ଦେଇଥାଏ। ଏଇଥିପାଇଁ ଆମେ କିଛି ତାଡ଼ନା ପାଇବା, କିଛି କଷ୍ଟ ପାଇବା, କିଛି ଯନ୍ତ୍ରଣା ପାଇବା, ଯାହା ଫଳରେ ତାକୁ ସେଇ ପ୍ରକାର ଜୀବନକୁ ଆମେ ଆଉ ଚାହିଁବା ନାହିଁ। ଯେମିତି ପ୍ରକୃତି ସେଇ ଅବସ୍ଥାଟାକୁ ଅପେକ୍ଷା କରିକି ରହିଛି। ଯେତେବେଳେ ଆମେ ଭଗବାନଙ୍କୁ ଚାହିଁବା, ଅନ୍ତର୍ଜୀବନ ଚାହିଁବା, ମା ଶ୍ରୀଅରବିନ୍ଦଙ୍କୁ ଚାହିଁବା, ସେଇଠାରୁ ହିଁ ଆମ ସାଧନା ଆରମ୍ଭ। ନ ଚାହିଁଲେ ସାଧନାକୁ କେହି ଆଣିକି ଆମ ଉପରେ ଲଦି ଦେଲେ ହବନି। ମା ଆଣିକି ଲଦି ଦେଲେ ବି ହବନି। ଆମକୁ ଚାହିଁବାକୁ ପଡିବ, ଆମକୁ ସ୍ୱୀକାର କରିବାକୁ ପଡିବ। ତେଣୁ ଏଇ ବାହ୍ୟ ଜୀବନ, ଯୋଉ ବାହ୍ୟ ପ୍ରକୃତି ଦ୍ୱାରା ତାହା କବଳିତ, ତାଠାରୁ ଆମ ଭିତରେ ଥିବା ଯୋଉ ଶାନ୍ତ ସ୍ଥିର ଏବଂ ବ୍ୟାପକ ସତ୍ୟ ସତ୍ତା ଅର୍ଥାତ୍ ଚୈତ୍ୟ ସତ୍ତା ଆଡକୁ ଗତି କରିବାର ଯୋଉ ଲକ୍ଷ୍ୟଟି, ଏଇ କଥାଟିକି ଯଦି ଆମେ ବଢେଇ ବଢେଇ ଚାଲିବା, ଆମ ପ୍ରକୃତି ପରିବର୍ତ୍ତନ ହବ, ଚେଞ୍ଜ ଅଫ ନେଚର ସମ୍ଭବ ହବ। ଏବଂ ଏଇ ଚେଞ୍ଜ ଅଫ ନେଚର ମା କରିବେ। ଆମେ ଯଦି ଏଥିରେ ସହଯୋଗ ନ କରିବା ତାହେଲେ ଆମ ନେଚର ଚେଞ୍ଜ ହବନି ଏବଂ ସେ ପୁଣି ଅବଚେତନ ଭିତରକୁ ଯାଇକି ବିଶ୍ରାମ ନେବ, ପୁଣି ପର ଜନ୍ମରେ ଆସିକି ପୁଣି ଆମ ଉପରେ ହାକିମଗିରି ଦେଖେଇବ, ଆମକୁ କଣ୍ଟ୍ରୋଲ କରିବ। ତେଣୁ ଯାହା କିଛି ପରିବର୍ତ୍ତନ ଯୋଗ୍ୟ ତାହା ଏହି ଜନ୍ମରେ ମାଙ୍କ ନିକଟରେ ଆମକୁ ପ୍ରକାଶ କରିବାକୁ ପଡିବ ଏବଂ ସେ ତାହାକୁ ମଧ୍ୟ ଆମ ଭିତରେ ପରିବର୍ତ୍ତନ କରିବେ। ଏ ହଉଛି ଆମର ଗୋଟେ ଗୁରୁତ୍ୱପୂର୍ଣ୍ଣ କଥା। ଆଉ ଯଥାର୍ଥ ଚେତନା କହିଲେ ଆମେ ବୁଝିବା ଯେ ଏଇ ଭାଗବତ ଧାରାରେ ଚୈତ୍ୟ ଚେତନା ଏବଂ ଆଧ୍ୟାତ୍ମିକ ଚେତନା ଭିତରେ ଆମେ ନିରନ୍ତର ବାସ କରିବା, ମାଙ୍କୁ ସ୍ମରଣ କରିବା, ତାଙ୍କ କାର୍ଯ୍ୟ କରିବା ଏବଂ 24 ଘଣ୍ଟା ଗୋଟେ ଦିନର ପ୍ରତ୍ୟେକ ମୁହୂର୍ତ୍ତକୁ ତାଙ୍କୁ ନିବେଦନ କରିବା, ମୁହୂର୍ତ୍ତଟାକୁ ବି ନିବେଦନ କରିବା। ତାହେଲେ ସେତିକି ବେଳେ ଆମେ ଜାଣିବା ଆମେ ଯଥାର୍ଥ ଚେତନା ଭିତରେ ପ୍ରବେଶ କରୁଛନ୍ତି ଏବଂ ଧୀରେ ଧୀରେ ତା ସମ୍ଭବ ହେଇଥାଏ, ମାଙ୍କ କୃପା ଦ୍ୱାରା ସମ୍ଭବ ହେଇଥାଏ। ଆମେ ଶ୍ରୀମା ଶ୍ରୀଅରବିନ୍ଦଙ୍କ ପାଠଚକ୍ରରେ ଯୋଗଦାନ କରିବା କଥା ସମସ୍ତଙ୍କୁ ଏଇଥିପାଇଁ କୁହାଯାଇଛି, ସେଠି ମାଙ୍କର ଦିବ୍ୟ ଉପସ୍ଥିତି ଥାଏ ଏବଂ ସେଇ ଦିବ୍ୟ ଉପସ୍ଥିତି, ସେଇ ଦିବ୍ୟ ଚେତନାକୁ ଆମକୁ ବିତରଣ କରିଥାଏ। ଆମେ ତାକୁ ଧରିଲେ ଆମ ଭିତରେ ସାଧନା କାର୍ଯ୍ୟ କରିବା ସହଜ ହେଇଥାଏ। ଏହା ମାଙ୍କର କୃପା। ଧନ୍ୟବାଦ ଭାଇ ଭଉଣୀ ମାନେ, ସମୟ ହେଇଯାଇଛି। ସମସ୍ତଙ୍କୁ ମୋର ନମସ୍କାର। ବନ୍ଦେ ମାତରମ୍।